ବାଚସ୍ପତି ଷ୍ଟ୍ରଙ୍ଗ ବାଚସ୍ପତି ନୁହନ୍ତି, ଜଣେ ଭଦ୍ର ମହିଳା, ଭଲ ଲୋକ, ଅନେଷ୍ଟ ଲୋକ, କିନ୍ତୁ ଏତରେ ଷ୍ଟେପ୍ ନେବାକୁ ତାଙ୍କ ସାହସ ନାହିଁ। ଓଡ଼ିଶା ଭୁଷୁଡ଼ି ପଡ଼ିଲାନି, ସବୁଗୁଡ଼ାକ ଇଣ୍ଡଷ୍ଟ୍ରି ଇନ୍ଦିରାବତୀଠୁ ଆରମ୍ଭ କରି ସବୁ ଆନ୍ଧ୍ରକୁ ଦେଇଦେଲେ। ଫେର ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବ ୱେଷ୍ଟବେଙ୍ଗଲର, ସମୟକୁ ଅପେକ୍ଷା। ଅତି ଘନିଷ୍ଠ ସମ୍ପର୍କ, ବଡ଼ ଭାଇ ସମ୍ପର୍କ, ଜଣେ ଅନେଷ୍ଟ ନେତା ସେ ଥିଲେ, ଡାଇନାମିକ ନେତା ଥିଲେ, ଡେଭଲପ ମାଇଣ୍ଡର ନେତା ଥିଲେ। ଆଜି ତାଙ୍କ ପାଇଁ ଆମେ ବଡ଼ ଦୁଃଖିତ। ତାଙ୍କ ଷ୍ଟାଚୁ ଭାଙ୍ଗି ଦେବାଟା ଘୋର ଅନ୍ୟାୟ କରିବା ଉଚିତ। ଯୋଉଗୁଡ଼ାକ ଦଳଦ୍ରୋହୀ, ଦଳ ବିରୁଦ୍ଧରେ କାମ କରିଛନ୍ତି, ଯୋଉ ଦଳ ନାଁରେ ଏମଏଲଏ ହେଇଛନ୍ତି, ସେଗୁଡ଼ାକ କୋଟି କୋଟି ଟଙ୍କା ନେଇକି ଏପଟ ସେପଟ ହେଇଛନ୍ତି, ତାଙ୍କୁ ବାହାର କରିଦେବା ଦରକାର। ଏ ବାଚସ୍ପତି ଷ୍ଟ୍ରଙ୍ଗ ବାଚସ୍ପତି ନୁହନ୍ତି, ଜଣେ ଭଦ୍ର ମହିଳା, ଭଲ ଲୋକ, ଅନେଷ୍ଟ ଲୋକ, କିନ୍ତୁ ଏତରେ ଷ୍ଟେପ୍ ନେବାକୁ ତାଙ୍କ ସାହସ ନାହିଁ। ନରେନ୍ଦ୍ର ମୋଦି ଯଦି କହିବେ ସେ କରିବେ, ନହେଲେ ନାହିଁ। କହିବେ ତାଙ୍କ ଆପତ୍ତିଟା, ଏଗୁଡ଼ାକ ଦେଶଦ୍ରୋହୀ, ଏଗୁଡ଼ା ଗଣତନ୍ତ୍ର ଦ୍ରୋହୀ, ଏଗୁଡ଼ା ପଇସା ପାଇଁ ଗୋଟେ ଦଳରୁ ଏମଏଲଏ ହେଇକି ଅନ୍ୟ ଦଳକୁ ଭୋଟ ଦେଇଛନ୍ତି, ଏଗୁଡ଼ାକୁ ରିଜେକ୍ଟ କର, ସେ ତାଙ୍କ ଡିମାଣ୍ଡ କରିବେ। କିନ୍ତୁ ମୁଁ ଯେତିକି ଜାଣିଛି, ନରେନ୍ଦ୍ର ମୋଦି ନ କହିଲେ କିଛି ହେଇପାରିବ। ଆୟ 2023ରେ ପାସ୍ ହେଇଯାଇଛି ଅଲରେଡି। 2024 ଭିତରେ ୱାର୍କଆଉଟ୍ କରିବା କଥା। କୋଉଠି ଥିଲେ? ଯଦି ନରେନ୍ଦ୍ର ମୋଦିଙ୍କର ହୃଦୟ ଏତେ ଫାଟି ଯାଉଛି ନାରୀମାନଙ୍କ ପ୍ରତି, ଏତେ ଶ୍ରଦ୍ଧା ବଢି ଯାଇଛି, ସେ କାହିଁ କଲେନି? ତାଙ୍କୁ ତ ଫ୍ରି ହ୍ୟାଣ୍ଡ ଦିଆ ହେଇଥିଲା, କଣ ପାଇଁ କଲେନି? ଏ ତିନିଟା ମୁଣ୍ଡ ଉପରେ ବଡ ଷ୍ଟେଟର ଭୋଟ, ମହିଳା ଭୋଟକୁ ଆଦରିବା ପାଇଁ, ପାଖେଇ ନେବା ପାଇଁ ବିଲ୍ କି ରାତାରାତି 3 ଦିନିଆ ସ୍ପେଶାଲ ପାର୍ଲାମେଣ୍ଟ ଡାକି ଆପ୍ରୁଭ୍ କରିଦେବେ ବୋଲି ବସିଥିଲେ। ଗଣତନ୍ତ୍ର ବଞ୍ଚିଗଲା। ଏକଛତ୍ରବାଦ ଶାସନ ଚଲେଇଛି ଯୋଉ ନରେନ୍ଦ୍ର ମୋଦି, ଏ ଭାରତଟାକୁ ଛାରଖାର କରିଦେଲା। ଦରଦାମେ ଲୋକ ମରି ସାରିଲେଣି। ନାରୀ ନିର୍ଯାତନରେ ଏକଦମ ଇଣ୍ଡିଆ ନମ୍ବର 1 ୱାର୍ଲଡରେ ଏଇନା। ଦରଦାମର ସୀମା ନାହିଁ, ବେକାର ସମାଜ ସୀମା ନାହିଁ। ଗୋଟେ ଅରାଜକତା ଇଣ୍ଡିଆରେ, ଓଡ଼ିଶାରେ। ଓଡ଼ିଶା ଭୁଷୁଡ଼ି ପଡ଼ିଲାନି, ସବୁଗୁଡ଼ାକ ଇଣ୍ଡଷ୍ଟ୍ରି ଇନ୍ଦିରାବତୀଠୁ ଆରମ୍ଭ କରି ସବୁ ଆନ୍ଧ୍ରକୁ ଦେଇଦେଲେ। ମାନେ ଲୋକ ପ୍ରତିନିଧି ମହିଳାମାନଙ୍କ ଉପରେ ଅଶ୍ଳୀଳ ବ୍ୟବହାର କରିବା ଗୁଡ଼ାକ ଉଚିତ ନୁହେଁ। ତାଙ୍କଠୁ ଶିଖିବ କଣ ସମାଜ? ଏ ଛାତ୍ର ସମାଜ, ଯୁବ ସମାଜ, ମହିଳା ସମାଜ କଣ ଶିଖିବେ? ଆଦିବାସୀ, ହରିଜନ, ମାଇନର କମ୍ୟୁନିଟି। ଲଜ୍ଜା ନାହିଁ? ମା ଭଉଣୀକି ସମ୍ମାନ ଦେବା ଶିଖ, ତାପରେ ତମେ ଆସ ରାଜନୀତିକି। ଆଗ ମା ଭଉଣୀକି ସମ୍ମାନ ଦିଅ, ତମକୁ ସମ୍ମାନ ଲୋକ ଦେବେ। ଏ ଶସ୍ତା ରାଜନୀତି ଛାଡ଼। ନରେନ୍ଦ୍ର ମୋଦି, ଏଇଠି ତମେ ସଫା ହେଇଯିବ। 3ଟା ଷ୍ଟେଟରେ, କେରଳରେ, ତାମିଲନାଡୁରେ, ୱେଷ୍ଟବେଙ୍ଗଲରେ ମମତା ବାନାର୍ଜୀ ବିପୁଳ ସଂଖ୍ୟା ଭୋଟରେ ଆସୁଛି। 21ଟା ମୁଖ୍ୟମନ୍ତ୍ରୀ ଟୋଟାଲ କ୍ୟାବିନେଟ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ରାଜକୋଷକୁ ଲୁଣ୍ଠନ କରି ବାଣ୍ଟୁଛନ୍ତି। କିଛି କାମ ଦବନି। ବେଙ୍ଗଲୀ ମାନେ ଭାରି ସ୍ୱାଭିମାନୀ। ସୁଭାଷ ଚନ୍ଦ୍ର ବୋଷ, ରବୀନ୍ଦ୍ର ଠାକୁର ସ୍ୱାଭିମାନ ନେତା ଥିଲେ, ଦେଶପ୍ରେମୀ ଥିଲେ। ତାଙ୍କରି ଆଦର୍ଶରେ ଫେର ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବ ୱେଷ୍ଟବେଙ୍ଗଲର, ସମୟକୁ ଅପେକ୍ଷା। କର୍ମକର୍ତ୍ତା ଇଣ୍ଡିଆର ବିଜେପିର ୱେଷ୍ଟବେଙ୍ଗଲରେ କ୍ୟାମ୍ପ ପକେଇ ପଇସା ଖର୍ଚ୍ଚ କରିଛନ୍ତି। 23ଟା ମୁଖ୍ୟମନ୍ତ୍ରୀ, ଅଲ୍ କ୍ୟାବିନେଟ, ଅଲ୍ ଏମ୍ପି, ପ୍ରାୟ 250-300 ଏମଏଲଏ, କିଛି କାମ କରିପାରିବେନି। କିଛି କାମ ଦବନି ୱେଷ୍ଟବେଙ୍ଗଲ। ସ୍ୱାଭିମାନୀ ଭୋଟ। ମମତା ବାନାର୍ଜୀ ଲୋକଙ୍କ ପାଇଁ କାମ କରିଛି। ସିଆରପିଏଫ, ବର୍ଡର ଫୋର୍ସ ସବୁ ନେଇକିରି ନରେନ୍ଦ୍ର ମୋଦି ହୁଗୁଳି ନଦୀରେ କେଳି କରୁଛି। ମୋଦି ତଳ ଗଲାଣି ହୁଗୁଳି। କୋଉ ଦିନ ଯିବ ତମେ ବୁଝୁ, ଯାହାକୁ କୁହାଯାଏ ଜୁବୁଡି, କେହି ତମକୁ ପାଇବେନି। ସମୟକୁ ଅପେକ୍ଷା। ଏଗୁଡ଼ା ଅନ୍ୟାୟ କରାହେଇଛି। ଦାମରାଉ ରାଜ୍ୟର ଗୋଟେ ଗର୍ବ। ଭାରି ଭଦ୍ର, ଭାରି ସରଳ, ଭାରି ଜ୍ଞାନୀ। ଗୋଟେ ତା ଷ୍ଟାଚୁକୁ ଭାଙ୍ଗିଦବା ମୁଁ ଭାବୁଛି ଠିକ ହେଇନି। ଏଗୁଡ଼ା ଅନ୍ୟାୟ। ନାଇଁ, ହେ ଯୁବ ସମାଜ, ତମେ ଯଦି କାହାର ଷ୍ଟାଚୁ ନ କରୁଛ କରନି। ଆଉ ଯଦି କରୁଛ, ସେ କେମିତି ରହିବ ସେ ଷ୍ଟାଚୁ? କାରଣ ସେମାନଙ୍କର ଦାନ ଅତୁଳନୀୟ। ସ୍ୱାଧୀନତା ଆଣିବା ପାଇଁ, ସ୍ୱାଧୀନତା ପରେ ଭାରତକୁ, ଓଡ଼ିଶାକୁ ଗଠନ କରିବା ପାଇଁ, ଡେଭଲପମେଣ୍ଟ ପାଇଁ ଯୋଉ ନେତାଙ୍କର ଦାନ, ସେ ନେତାଙ୍କର ଫଟୋ ମାନେ ଷ୍ଟାଚୁ ଫାଚୁ ଯେମିତି ନ ଭଙ୍ଗାଯିବ, ଯୁବ ସମାଜ, ମହିଳା ସମାଜ, ଆଦିବାସୀ, ହରିଜନ, ମାଇନର କମ୍ୟୁନିଟି ସଜାଗ ରହିବା ଉଚିତ। ଏଗୁଡ଼ା ଠିକ ହଉ। ଏଗୁଡ଼ା ଅନ୍ୟାୟ। ଏଗୁଡ଼ାକ ଅନ୍ୟାୟ। ଷ୍ଟାଚୁ ଭାଙ୍ଗିଦବା,
ଏ ଠିକ କମ ପରିଶ୍ରମ ସେମାନେ କରିନାହାନ୍ତି ରାଜ୍ୟର ବିକାଶ ପାଇଁ। ଦାମ ରାଉତର ଦାନ ଅତୁଳନୀୟ। ପଞ୍ଚାୟତ ରାଜ ଚେଞ୍ଜ କରିଦେଇଛି ସେ। ଅତି ଘନିଷ୍ଠ ସମ୍ପର୍କ, ବଡ ଭାଇ ସମ୍ପର୍କ, ଜଣେ ଅନେଷ୍ଟ ନେତା ସେ ଥିଲେ, ଡାଇନାମିକ ନେତା ଥିଲେ, ଡେଭଲପ ମାଇଣ୍ଡର ନେତା ଥିଲେ। ଆଜି ତାଙ୍କ ପାଇଁ ଆମେ ବଡ ଦୁଃଖିତ। ତାଙ୍କ ଷ୍ଟାଚୁ ଭାଙ୍ଗି ଦେବାଟା ଘୋର ଅନ୍ୟାୟ।